ତୁଲା ରାଶି ସୂର୍ଯ୍ୟଦେବଙ୍କ ଗୋଚର ପ୍ରଭାବ। ଏହି ସମୟରେ ସୂର୍ଯ୍ୟଦେବ ବୃଷ ରାଶିରେ ଅବସ୍ଥାନ କରି ତୁଲା ରାଶିର ଅଷ୍ଟମ ଭାବରେ ଗୋଚର କରୁଛନ୍ତି। ଏହି ଗୋଚର ହଠାତ୍ ପରିବର୍ତ୍ତନ, ଗୁପ୍ତ ବିଷୟ, ଉତ୍ତରାଧିକାର ଏବଂ ଆତ୍ମଚିନ୍ତନ ସହ ସମ୍ବନ୍ଧିତ ରହିଛି। ଏହି ସମୟରେ ଧୈର୍ଯ୍ୟ ଏବଂ ସଂଯମ ରଖିବା ଅତ୍ୟନ୍ତ ଆବଶ୍ୟକ। ଧନ ଅଚାନକ ଧନ ଲାଭ କିମ୍ବା ଅଚାନକ ଖର୍ଚ୍ଚ ଉଭୟର ସମ୍ଭାବନା ରହିଛି। ବୀମା, କର, ଉତ୍ତରାଧିକାର କିମ୍ବା ଦୀର୍ଘମିଆଦୀ ନିବେଶ ସମ୍ବନ୍ଧୀୟ କାର୍ଯ୍ୟରୁ ଲାଭ ମିଳିବ। କ୍ୟାରିୟର କାର୍ଯ୍ୟକ୍ଷେତ୍ରରେ କିଛି ଅପ୍ରତ୍ୟାଶିତ ପରିବର୍ତ୍ତନ ଆସିବ। ଗବେଷଣା, ଚିକିତ୍ସା, ବୀମା, କର ଏବଂ ରହସ୍ୟ ବିଜ୍ଞାନ ସହ ଜଡ଼ିତ ବ୍ୟକ୍ତିମାନେ ଭଲ ଫଳ ପାଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଅଧିକ ଚିନ୍ତା, ଥକାନ କିମ୍ବା ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଯୋଗ, ଧ୍ୟାନ ଏବଂ ସନ୍ତୁଳିତ ଖାଦ୍ୟ ଉପକାରୀ ହେବ। ପ୍ରତିକାର, ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ ଏବଂ ଓଁ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ। ରବିବାର ଦିନ ଗୁଡ଼, ଗହମ କିମ୍ବା ଲାଲ ବସ୍ତ୍ର ଦାନ କରିବା ଶୁଭ ହେବ। ବିଛା ରାଶି ସୂର୍ଯ୍ୟଦେବଙ୍କ ଗୋଚର ପ୍ରଭାବ। ଏହି ସମୟରେ ସୂର୍ଯ୍ୟଦେବ ବୃଷ ରାଶିରେ ଅବସ୍ଥାନ କରି ବିଛା ରାଶିର ସପ୍ତମ ଭାବରେ ଗୋଚର କରୁଛନ୍ତି। ଏହି ଗୋଚର ବିବାହ, ଭାଗିଦାରୀ ଏବଂ ସାମାଜିକ ସମ୍ପର୍କ ଉପରେ ବିଶେଷ ପ୍ରଭାବ ପକାଇବ। ସମ୍ପର୍କରେ ଧୈର୍ଯ୍ୟ ଓ ବୁଝାମଣା ରଖିବା ଦ୍ୱାରା ଭଲ ଫଳ ମିଳିବ। ଧନ, ବ୍ୟବସାୟ ଏବଂ ଭାଗିଦାରୀ ସମ୍ବନ୍ଧୀୟ କାର୍ଯ୍ୟରୁ ଲାଭ ମିଳିବ। ତେବେ ଅହଙ୍କାର କିମ୍ବା ତୋରାହୁଡ଼ିରେ ଆର୍ଥିକ ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଉଚିତ। କ୍ୟାରିୟର, ବ୍ୟବସାୟ ଏବଂ ଭାଗିଦାରୀ କ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିବ। ଚାକିରିରେ ସହକର୍ମୀ ଏବଂ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ନୂତନ ବ୍ୟବସାୟିକ ଚୁକ୍ତି କିମ୍ବା ପ୍ରକଳ୍ପରୁ ଲାଭ ହୋଇପାରେ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ, ତେବେ ଅଧିକ ମାନସିକ ଚାପ ଏବଂ କ୍ରୋଧରୁ ଦୂରେଇ ରୁହନ୍ତୁ। ଯୋଗ ଏବଂ ନିୟମିତ ବ୍ୟାୟାମ ଉପକାରୀ ହେବ। ପ୍ରତିକାର, ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଓଁ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ। ରବିବାର ଦିନ ଗୁଡ଼, ଗହମ କିମ୍ବା ତମ୍ବା ଦାନ କରିବା ଶୁଭ ଫଳଦାୟକ ହେବ। ଧନୁରାଶି ସୂର୍ଯ୍ୟଦେବଙ୍କ ଗୋଚର ପ୍ରଭାବ। ଏହି ସମୟରେ ସୂର୍ଯ୍ୟଦେବ ବୃଷ ରାଶିରେ ଅବସ୍ଥାନ କରି ଧନୁରାଶିର ଷଷ୍ଠ ଭାବରେ ଗୋଚର କରୁଛନ୍ତି। ଏହି ଗୋଚର ଶତ୍ରୁ, ଋଣ, ରୋଗ, ସେବା ଏବଂ ଦୈନନ୍ଦିନ କାର୍ଯ୍ୟ ସହ ସମ୍ବନ୍ଧିତ ରହିଛି। ପରିଶ୍ରମ ଏବଂ ଶୃଙ୍ଖଳା ଦ୍ୱାରା ଆପଣ ଅନେକ ସମସ୍ୟା ଉପରେ ବିଜୟ ହାସଲ କରିପାରିବେ। ଧନ ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ। ପୁରୁଣା ଋଣ ପରିଶୋଧ କରିବାର ସୁଯୋଗ ମିଳିବ। ଚାକିରି ଏବଂ ସେବା କ୍ଷେତ୍ରରେ ଲାଭ ମିଳିବ। କ୍ୟାରିୟର କାର୍ଯ୍ୟକ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ବିଜୟ ମିଳିବ। ଚାକିରିରେ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ପାଇବାର ସମ୍ଭାବନା ରହିଛି। ଆଇନ, ଚିକିତ୍ସା, ପ୍ରଶାସନ ଏବଂ ସେବା କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଶେଷ ଲାଭ ପାଇପାରନ୍ତି। ସ୍ୱାସ୍ଥ୍ୟରେ ସୁଧାର ଆସିବ। ପୁରୁଣା ରୋଗରୁ ଆରାମ ମିଳିବ, ତଥାପି ଖାଦ୍ୟାଭ୍ୟାସ ଏବଂ ଦୈନନ୍ଦିନ ଚର୍ଯ୍ୟାରେ ନିୟମିତତା ରଖିବା ଆବଶ୍ୟକ। ପ୍ରତିକାର, ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଓଁ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ। ରବିବାର ଦିନ ଗହମ, ଗୁଡ଼ କିମ୍ବା ତମ୍ବାର ବସ୍ତୁ ଦାନ କରିବା ଶୁଭ ଫଳଦାୟକ ହେବ। ମକର ରାଶି ସୂର୍ଯ୍ୟଦେବଙ୍କ ଗୋଚର ପ୍ରଭାବ। ଏହି ସମୟରେ ସୂର୍ଯ୍ୟଦେବ ବୃଷ ରାଶିରେ ଅବସ୍ଥାନ କରି ମକର ରାଶିର ପଞ୍ଚମ ଭାବରେ ଗୋଚର କରୁଛନ୍ତି। ଏହି ଗୋଚର ବୁଦ୍ଧି, ଶିକ୍ଷା, ସନ୍ତାନ, ପ୍ରେମ ଏବଂ ସୃଜନଶୀଳତା ସହ ସମ୍ବନ୍ଧିତ ଥିବାରୁ ଏହା ଏକ ଶୁଭ ଗୋଚର ଭାବେ ଗଣାଯାଏ। ଆପଣଙ୍କ ପ୍ରତିଭା ଏବଂ ଦକ୍ଷତାର ଭଲ ପ୍ରଦର୍ଶନ ହେବ। ଧନ ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରେ। ନିବେଶ, ଶିକ୍ଷା କିମ୍ବା ସୃଜନଶୀଳ କାର୍ଯ୍ୟରୁ ଲାଭ ମିଳିପାରେ।
ତେବେ ବିପଦପୂର୍ଣ୍ଣ ନିବେଶରେ ଅତ୍ୟଧିକ ଯୋଖିମ ନେବା ଉଚିତ ନୁହେଁ। କ୍ୟାରିୟର କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରତିଭା ଏବଂ ସୃଜନଶୀଳତାର ପ୍ରଶଂସା ହେବ। ଛାତ୍ରଛାତ୍ରୀ, ଶିକ୍ଷକ, କଳାକାର, ଲେଖକ ଏବଂ ପରିଚାଳନା କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଶେଷ ଲାଭ ପାଇପାରନ୍ତି। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ମାନସିକ ଉତ୍ସାହ ଏବଂ ଆତ୍ମବିଶ୍ୱାସ ବଢ଼ିବ। ନିୟମିତ ବ୍ୟାୟାମ ଏବଂ ସନ୍ତୁଳିତ ଖାଦ୍ୟ ଲାଭଦାୟକ ହେବ। ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ ଏବଂ ଓଁ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ। ରବିବାର ଦିନ ଗୁଡ଼ ଏବଂ ଗହମ ଦାନ କରିବା ଶୁଭ ଫଳଦାୟକ ହେବ। କୁମ୍ଭ ରାଶି, ସୂର୍ଯ୍ୟଦେବଙ୍କ ଗୋଚର ପ୍ରଭାବ। ଏହି ସମୟରେ ସୂର୍ଯ୍ୟଦେବ ବୃଷ ରାଶିରେ ଅବସ୍ଥାନ କରି କୁମ୍ଭ ରାଶିର ଚତୁର୍ଥ ଭାବରେ ଗୋଚର କରୁଛନ୍ତି। ଏହି ଭାବ ଘର, ମାତା, ଯାନ, ଜମି, ଜାୟଦାଦ ଏବଂ ମାନସିକ ଶାନ୍ତି ସହ ସମ୍ବନ୍ଧିତ ରହିଛି। ଏହି ସମୟରେ ପାରିବାରିକ ଦାୟିତ୍ୱ ବଢ଼ିବ ଏବଂ ଘରୋଇ ବିଷୟରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଧନ, ଜମି, ଘର, ଯାନ କିମ୍ବା ସ୍ଥାବର ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରୁ ଲାଭ ମିଳିବ। ତେବେ ଘରୋଇ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି। ଆର୍ଥିକ ଯୋଜନା କରି ଚାଲିବା ଭଲ ହେବ। କ୍ୟାରିୟର କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ରହିବ। ଘରୁ କାମ କରୁଥିବା କିମ୍ବା ଜମି ନିର୍ମାଣ, କୃଷି ଏବଂ ଯାନ ସମ୍ବନ୍ଧୀୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ଫଳ ପାଇପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ। ସ୍ୱାସ୍ଥ୍ୟ, ମାନସିକ ଚାପ ଏବଂ ରକ୍ତଚାପ ସମ୍ବନ୍ଧୀୟ ସମସ୍ୟା ପ୍ରତି ସତର୍କ ରୁହନ୍ତୁ। ଯଥେଷ୍ଟ ବିଶ୍ରାମ, ଯୋଗ ଏବଂ ଧ୍ୟାନ ଆପଣଙ୍କୁ ଶାନ୍ତି ଏବଂ ସକାରାତ୍ମକ ଶକ୍ତି ଦେବ। ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ ଏବଂ ଓଁ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ। ରବିବାର ଦିନ ଗହମ, ଗୁଡ଼ କିମ୍ବା ଲାଲ ବସ୍ତ୍ର ଦାନ କରିବା ଶୁଭ ମନାଯାଏ। ମୀନ ରାଶି, ସୂର୍ଯ୍ୟଦେବଙ୍କ ଗୋଚର ପ୍ରଭାବ। ଏହି ସମୟରେ ସୂର୍ଯ୍ୟଦେବ ବୃଷ ରାଶିରେ ଅବସ୍ଥାନ କରି ମୀନ ରାଶିରେ ତୃତୀୟ ଭାବରେ ଗୋଚର କରୁଛନ୍ତି। ଏହି ଭାବ ସାହସ, ପରାକ୍ରମ, ଭାଇ ଭଉଣୀ ସଂଯୋଗ ଏବଂ ଛୋଟ ଯାତ୍ରା ସହ ସମ୍ବନ୍ଧିତ ରହିଛି। ସୂର୍ଯ୍ୟଙ୍କ ଏହି ଗୋଚର ଆପଣଙ୍କ ଆତ୍ମବିଶ୍ୱାସ, ସାହସ ଏବଂ ନେତୃତ୍ୱ କ୍ଷମତାକୁ ବୃଦ୍ଧି କରିବ। ଧନ, ନିଜ ପ୍ରୟାସ ଏବଂ କଠିନ ପରିଶ୍ରମ ଦ୍ୱାରା ଧନ ଲାଭର ସୁଯୋଗ ମିଳିବ। ବ୍ୟବସାୟ, ବିପଣନ, ଲେଖାଲେଖି, ମିଡ଼ିଆ ଏବଂ ଯୋଗାଯୋଗ ସମ୍ବନ୍ଧୀୟ କ୍ଷେତ୍ରରେ ଲାଭ ହୋଇପାରେ। କ୍ୟାରିୟର କାର୍ଯ୍ୟକ୍ଷେତ୍ରରେ ସାହସ ଏବଂ ଆତ୍ମବିଶ୍ୱାସ ଦ୍ୱାରା ସଫଳତା ମିଳିବ। ନୂତନ ପ୍ରକଳ୍ପ, ଛୋଟ ବ୍ୟବସାୟ କିମ୍ବା ନୂତନ ଯୋଜନା ଆରମ୍ଭ କରିବା ପାଇଁ ଶୁଭ ସମୟ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ଶରୀରରେ ଉର୍ଜା ଏବଂ ଉତ୍ସାହ ବଢ଼ିବ। ତେବେ ଅଧିକ କାମ କିମ୍ବା ଚାପରୁ ଦୂରେଇ ରହିବା ଏବଂ ଯଥେଷ୍ଟ ବିଶ୍ରାମ ନେବା ଆବଶ୍ୟକ। ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ ଏବଂ ଓଁ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ। 11 କିମ୍ବା 108 ଥର ଜପ କରନ୍ତୁ। ରବିବାର ଦିନ ଗହମ, ଗୁଡ଼ କିମ୍ବା ଲାଲ ବସ୍ତ୍ର ଦାନ କରନ୍ତୁ। ମେଷ ରାଶି, ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, କନ୍ୟା ରାଶି ଦେଖିବା ପାଇଁ 6ଟି ରାଶିକୁ ଦେଖିବା ପାଇଁ ପାର୍ଟ 1 ଭିଡ଼ିଓକୁ ଦେଖନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ହର ହର ମହାଦେବ, ବନ୍ଦେ ମାତାରାମ।